ନା ଓଡ଼ିଆ ଯୁଦ୍ଧ ଦ୍ୱାପର ଯୁଗରେ ପୁରା ହେବନି, ଏ ଯୁଗରେ ଆଉ ହେବନି ନା କେବେ ପୁଣି ଓଡ଼ିଆ ଯୁଦ୍ଧଟା ଆପଣ ସାରିବେ ନା ଓଡ଼ିଏ ଯେ ବାକି ଥିବ ଶୁଣ ହେତୁ ତୋରେ ଭାରତ ଯୁଦ୍ଧ ହୋଇବ ସେ କଳି କାଳରେ, କଳି ଯୁଗରେ ଯାଇକି ସେ ଓଡ଼ିଆ ଯୁଦ୍ଧଟା ମୁଁ ସମାପ୍ତ କରିବି। ରୁକ୍ମିଣୀ ପଚାରିଲେ, କହିଲେ ଠାକୁର ଯଦି କଳି ଯୁଗରେ ଆପଣ କରିବେ ତାହେଲେ କଳି ଯୁଗର ଆୟୁଷ ହେଉଛି କେତେ? ସତ୍ୟ ଯୁଗର ଆୟୁଷ ହେଉଛି 17,28,000 ବର୍ଷ, ବ୍ୟାସଦେବ ଲେଖିଛନ୍ତି ୟାକୁ। ତ୍ରେତେୟା ଯୁଗର ଆୟୁଷ ହେଉଛି 12,96,000 ବର୍ଷ, ଦ୍ୱାପର ଯୁଗର ଆୟୁଷ ହେଉଛି 8,64,000 ବର୍ଷ, କଳି ଯୁଗର ଆୟୁଷ କେତେ? ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଛନ୍ତି, କହିଲେ 4,00,000 ଯେ 32,000 କଳି ଯୁଗର ଅଟଇ ଆୟୁଷ। କଳି ଯୁଗର ଆୟୁଷ ହେଉଛି 4,32,000 ବର୍ଷ। ରୁକ୍ମିଣୀ କହିଲେ, କହିଲେ ଠାକୁରେ 4,32,000 ବର୍ଷ କଳି ଯୁଗର ଆୟୁଷ, ତା ଭିତରେ କେଉଁ ସମୟରେ ଯୁଦ୍ଧ ମହାଭାରତ ଯୁଦ୍ଧର ଗୋଟି ଭଳି ହେବ ସେଇଟା ଟିକେ ଖୋଲି କହୁନାହାନ୍ତି। ଅଚ୍ୟୁତାନନ୍ଦ ମହାପୁରୁଷ 78 ଗୀତା ଲେଖିଛନ୍ତି, 78 ଗୀତା ଭିତରେ ଗୋଟିଏ ଗୀତାର ନାମ ହେଲା ରୁକ୍ମିଣୀ ଗୀତା। ଏଇଥିରେ ଲେଖିଲେ, କହିଲେ ମିନ ଶନି ମେଳ ଗୋ ହୋଇବ ଯେତେବେଳେ ସେ କାଳେ ସମର ହେବ ଭାରତ ମଣ୍ଡଳେ।